ମ୍ୟାଟ୍ରିମୋନି ସାଇଡ଼ରୁ ପରିଚିତ। ଆଉ ସେହି ପରିଚିତରୁ ସିଧା ନିବିଡ଼ ସମ୍ପର୍କରୁ ପ୍ରେମ, ଆଉ ସେ ପ୍ରେମରୁ ଗଭୀରତା। ସେ ଗଭୀରତା ଆଉ ନିବିଡ଼ତା ଭିତରେ ପ୍ରେମିକ ପ୍ରେମିକାଠୁ 8 ଲକ୍ଷ ଟଙ୍କା ନିଏ। ଆଉ ପ୍ରେମିକା 8 ଲକ୍ଷ ପାଇବା ପରେ ଶେଷରେ ବାହା ହେବାକୁ ମନା ବି କରିଦିଏ। ଟଙ୍କା ଫାଙ୍କିବାକୁ ଯାଇ ପ୍ରେମିକ ନାଁରେ ଥାନାରେ ଏତଲା ବି ଦିଏ। ପୁଲିସ ଏତଲା ପାଇବା ପରେ ପ୍ରେମିକକୁ ଧମକ, ଆଉ ସେ ପୋଲିସର ଧମକ ପ୍ରେମିକକୁ ମୃତ୍ୟୁ ମୁଖକୁ ଟାଣି ନିଏ। ଶେଷରେ ପ୍ରେମିକ ପ୍ରେମରେ ହାରିବା ପରେ ଜୀବନର ସବୁକିଛି ହାରିଯାଏ ବୋଲି ଭାବେ, ଆଉ ନିଜ ଜୀବନ ଯୁଦ୍ଧରେ ସବୁଦିନ ପାଇଁ ହାରିଯାଏ, ଆଉ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇପଡ଼େ। ଏ କାହାଣୀ ସେ ନୀଳ ଡ୍ରମର କାହାଣୀଠୁ ଆହୁରି ଭୟଙ୍କର କାହାଣୀ ଆଜ୍ଞା। ଏ କାହାଣୀ 4 ବର୍ଷ ତଳେ ଏହି ଭୁବନେଶ୍ୱରରେ ଘଟିଥିବା ସୌମ୍ୟ ଆଉ ସୋନାଲିର ସେ ପ୍ରେମ କାହାଣୀକୁ ପୁଣି ଥରେ ମନେ ପକାଇ ଦେଉଛି। ଏ କାହାଣୀ ଶୁଣିଲେ ଆପଣ କହିବେ ଏଇଟା ପ୍ରେମ ପାଇଁ ବଳିଦାନ, କିନ୍ତୁ ମୁଁ କହିବି ଏଇଟା ପୁରା ଯୋଜନାବଦ୍ଧ ଭାବେ ହତ୍ୟା ଆଜ୍ଞା। କାହିଁକି ଯୋଜନାବଦ୍ଧ ଭାବେ ହତ୍ୟା, ଆଉ କିଏ ଜଣେ ନିରୀହ ପ୍ରେମିକକୁ ମାରିଲା, ଏ ଘଟଣା ଜାଣିବା ପୂର୍ବରୁ ଥରେ ନଜର ପକାନ୍ତୁ ଏହି ସୁନ୍ଦରୀ ଯୁବତୀ ଉପରେ। ଇଏ ହେଉଛି ସେଇ ଯୁବତୀ ଯିଏ ସୁଧାଂଶୁ ନାମକ ଏହି ଯୁବକକୁ ମ୍ୟାଟ୍ରିମୋନି ସାଇଡ଼ରୁ ସମ୍ପର୍କ ଯୋଡ଼ି ତାକୁ ପ୍ରେମ ଜାଲରେ ଫସାଇଥିଲା। ଏହି ଫଟୋ ସବୁ ପ୍ରମାଣ କରିଦେଉଥିଲା ୟାଙ୍କ ଭିତରେ କେତେ ନିବିଡ଼ତା ଥିଲା, ଆଉ ଯୁବତୀ କେମିତି ସୁଧାଂଶୁକୁ ପ୍ରେମ କରୁଥିଲା। କିନ୍ତୁ ଏହି ପ୍ରେମ ମିଛ ନାଟକ ଥିଲା, ଏ କଥାକୁ ଆପଣ ବିଶ୍ୱାସ କରିପାରୁନଥିବେ। କାହିଁକିନା ଏ ଫଟୋ କହୁଥିଲା ଯୁବତୀ ତା ପ୍ରେମିକ ସୁଧାଂଶୁକୁ ଖାଲି ପ୍ରେମ ନୁହେଁ, ବହୁତ ପ୍ରେମ କରୁଥିଲା। ଘରର ଆର୍ଥିକ ପରିସ୍ଥିତି, ପରିବାରର ଋଣଭାର ପ୍ରେମିକ ସୁଧାଂଶୁ ଆଗରେ ବଖାଣିଥିଲା ପ୍ରେମିକା। ଆଉ ଶେଷରେ ଭଲ ପାଉଥିବା ପ୍ରେମିକା ଉପରେ ଭରସା କରି ଟଙ୍କା ପରେ ଟଙ୍କା ଦେଇ ଚାଲିଲା ଯୁବତୀକୁ। ହେଲେ ସେହି ସରଳ ମୁହଁ ଭିତରେ ଯେ ଏତେ ବଡ଼ ବେଇମାନି ଚେହେରା ଲୁଚି ରହିଥିଲା, ସେ କଥା ବୋଧେ ପ୍ରେମିକ ସୁଧାଂଶୁକୁ ଟିକିଏ ବି ଜଣା ନଥିଲା। ପ୍ରେମିକ ସୁଧାଂଶୁଠୁ ଟଙ୍କା ନେବା ପରେ ନିଜର ଅସଲ ରୂପ ଦେଖାଇବା ଆରମ୍ଭ କଲା ପ୍ରେମିକା। ଆଉ ଶେଷରେ ପ୍ରେମିକ ସୁଧାଂଶୁକୁ ବାହା ହେବାକୁ ମନା କରିଦେଇଥିଲା। ସୁଧାଂଶୁ ଭାଙ୍ଗି ପଡ଼ିଲା ଦୁଃଖ ଆଉ କଷ୍ଟ ଯନ୍ତ୍ରଣା ଭିତରେ ଯେତେବେଳେ ଟଙ୍କା ମାଗିବା ଆରମ୍ଭ କଲା। ଶେଷରେ ପ୍ରେମିକା ଜଣକ ଟଙ୍କା ଦେବା ତ ଦୂରର କଥା, ପ୍ରେମିକ ସୁଧାଂଶୁକୁ ଓଲଟା ଧମକେଇବା ଆରମ୍ଭ କଲା, ଆଉ ଥାନାରେ ପ୍ରେମିକ ନାଁରେ ଏତଲା ବି ଦେଲା। ପୋଲିସ ଏତଲା ପାଇବା ପରେ ନିରପେକ୍ଷ ତଦନ୍ତ କରିବା ବଦଳରେ ସୁଧାଂଶୁକୁ ଧମକ ଦେବା ଆରମ୍ଭ କଲା। ହେଲେ ସୁଧାଂଶୁ କଥା ଶୁଣିବାକୁ ପୋଲିସ ଜମା ରାଜି ନଥିଲା। ଏପଟେ ଟଙ୍କା ଗଲା, ପ୍ରେମିକ ଧୋକା ଦେଲା। ଶେଷରେ ପ୍ରେମିକାର ଧୋକା ପରେ ପୋଲିସର ଧମକ ସହିବା ଯେମିତି ସୁଧାଂଶୁ ପକ୍ଷେ ସମ୍ଭବ ନଥିଲା। ଶେଷରେ ସୁଧାଂଶୁ ଗୋଟେ ଭିଡ଼ିଓ କଲା। ସେ ଝିଅର ଅସଲ ଚେହେରା ପଦାକୁ ଆଣିଲା, ଆଉ ଜୀବନଟା ହରେଇ ଦେଇଥିଲା। ପ୍ରେମରେ ହାରିଯାଇଥିବା ପ୍ରେମିକ ଶେଷରେ ଜୀବନ ଯୁଦ୍ଧରେ ବି ହାରିଯାଇଥିଲା ଆଜ୍ଞା। ଘଟଣା ସାମ୍ନାକୁ ଆସିଲା। ପ୍ରେମିକ ସୁଧାଂଶୁର ପରିବାର ଲୋକେ, ପ୍ରିୟ ପରିଜନ ସମସ୍ତେ ନ୍ୟାୟ ପାଇଁ ଥାନାରେ ଏତଲା ଦେଲେ। ହେଲେ ଏପର୍ଯ୍ୟନ୍ତ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନି କି ନିଆଯିବ ବୋଲି ଆଶା କି ଭରସା ନାହିଁ ଆଜ୍ଞା। କାହିଁକି ଜାଣିଛନ୍ତି? କାହିଁକିନା ସେ ହେଉଛି ଗୋଟେ ଝିଅ। ସେ ପ୍ରେମିକା ବିରୁଦ୍ଧରେ ଏତଲା ଦଉ ଦଉ ପୋଲିସ ସାଙ୍ଗେ ସାଙ୍ଗେ ସୁଧାଂଶୁକୁ ଧମକ ଦେଇପାରିଲା। ହେଲେ ଯୁବତୀ ବିରୁଦ୍ଧରେ ଏତଲା କିଛି କାମକୁ ନୁହେଁ। ଆମେ ଜାଣିଛୁ ଏ ପ୍ରେମିକ ସୁଧାଂଶୁକୁ କେବେ ବି ନ୍ୟାୟ ମିଳିବନି ଆଜ୍ଞା। କିନ୍ତୁ ଯଦି ସୁଧାଂଶୁ ପାଇଁ এই ଯୁବତୀ ଜୀବନ ଯାଇଥାନ୍ତା, ତେବେ ସୁଧାଂଶୁ ଏତେବେଳକୁ ଜେଲ୍ ଭିତରେ ଥାନ୍ତା। ଆମ ଆଇନ କେବଳ ମହିଳାମାନଙ୍କ ପାଇଁ ଆଜ୍ଞା। ସେମାନେ ଯେତେ ଭୁଲ କଲେ ତାଙ୍କୁ ମାଫ, ଆଉ ପୁରୁଷମାନେ କିଛି ଭୁଲ ନଥାଇ ବି ଦଣ୍ଡ ପାଇବେ ଆଜ୍ଞା। କିଛି କ୍ଷେତ୍ରରେ ମହିଳାଙ୍କ ପାଇଁ ଆଇନ ଠିକ୍ ଅଛି, କିନ୍ତୁ ଏଇଭଳି କ୍ଷେତ୍ରରେ ପୁରୁଷଙ୍କୁ ଦଣ୍ଡ ଆଉ ମହିଳାଙ୍କୁ ମାଫ କରିବା, ଏଇଟା କେଉଁ ଆଇନର ଯାଏ ଆଜ୍ଞା। ସବୁଠୁ ବଡ଼ କଥା କ'ଣ ଜାଣିଛନ୍ତି? ଆମେ ଖବର ପ୍ରସାରଣ ବେଳେ ଯେତେବେଳେ ଯୁବତୀ କି ମହିଳାଙ୍କ ମୁହଁ ଲୁଚଉ, ସେତେବେଳେ ଦର୍ଶକମାନେ ଆମକୁ ଗାଳି ଦିଅନ୍ତି। କିନ୍ତୁ ଆମେ କ'ଣ କରିବା ଆଜ୍ଞା? ଏଇଟା ପରା ଆମ ଆଇନ। ସେ ଝିଅ ଯେତେ ଭୁଲ କରୁ ତା ମୁହଁ ଦେଖେଇ ପାରିବୁନି, କିନ୍ତୁ ଗୋଟେ ଯୁବକ ଟିକେ ବି ଭୁଲ କରେ ନା, ତା ପ୍ୟାଣ୍ଟ ସାର୍ଟ ଖୋଲିକି ପୁରା ଲଙ୍ଗଳା ହେବା ପର୍ଯ୍ୟନ୍ତ ଆମେ ଖବର ପ୍ରସାରଣ କରିପାରିବୁ। ଯେତେ ମିଡ଼ିଆ ଅଛନ୍ତି, ସତ କହିବେ ଆଜ୍ଞା, ସେ ଯେତେ ବଡ଼ ମିଡ଼ିଆ ହୁଅନ୍ତୁ କି ଛୋଟ ମିଡ଼ିଆ ହୁଅନ୍ତୁ, ଯଦି ଏଇ ସୁଧାଂଶୁ ବଦଳରେ ସେ ଯୁବତୀ ଜୀବନ ଯାଇଥାନ୍ତା, ଆଉ ଯୁବତୀ ଜାଗାରେ ସୁଧାଂଶୁ ଥାନ୍ତା, ତେବେ ସୁଧାଂଶୁକୁ କେମିତି କରି ନ୍ୟୁଜ୍ ବଜା ଯାଇଥାନ୍ତା। କାହିଁକି କହିଲେ? କାହିଁକି ନା ସେ ପୁଅ, ତା ପାଇଁ ସବୁ ଖୋଲା। ଯଦି ସେ ଆରେଷ୍ଟ ହେବା ଟିକେ ବି ଡେରି ହେଇଯାଇଥାନ୍ତା, ତେବେ ପୁରା ମିଡ଼ିଆ ସବୁ ନ୍ୟୁଜ୍ ଛାଡ଼ି ଏହି ସୁଧାଂଶୁ ବିରୁଦ୍ଧରେ ଏମିତି ଖବର ପ୍ରସାରଣ କରିଥାନ୍ତେ ଯେ ଯେମିତି ଏ ଘଟଣା ଗୋଟେ ପ୍ରେମ ପ୍ରତାରଣା ନୁହେଁ, ଭାରତ ପାକିସ୍ତାନର ଯୁଦ୍ଧ ଚାଲିଛି। ହେଲେ ଏହି ଯୁବତୀ ବିରୁଦ୍ଧରେ ସେଭଳି ଖବର ପ୍ରସାରଣ କରିବା ପାଇଁ କାହାର ସାହସ ନାହିଁ। କାହିଁକି ନା ମହିଳା ହୁଅନ୍ତୁ କି ଯୁବତୀ, ସେମାନଙ୍କ ପାଇଁ ମିଡ଼ିଆର ହାତ ଗୋଡ଼ ସବୁ ଏହି ଆଇନ ଆଗରେ ବନ୍ଧା ପଡ଼ିଛି ଆଜ୍ଞା। ମୁଁ ମିଡ଼ିଆ ଦୋଷ ଦେଉନି ଆଜ୍ଞା, ମୁଁ ଜଣେ ମିଡ଼ିଆରେ କାମ କରୁଥିବା ଲୋକ। ମୋ କ୍ଷେତ୍ରରେ ବି ସମାନ ପରିସ୍ଥିତି ଆଜ୍ଞା। ଆମେ ଚାହିଁଲେ ବି କିଛି କରିପାରିବା ନାହିଁ। ଏକଥା ହୁଏତ କାହାକୁ କଷ୍ଟ ଦେଇପାରେ, ମୋ କଥା କାହାକୁ ଖରାପ ବି ଲାଗିପାରେ। ହେଲେ ଭାରତ ଭଳି ଦେଶରେ ଆଇନ ସମସ୍ତଙ୍କ ପାଇଁ ସମାନ ଥିଲାବେଳେ କାହିଁକି ଏମିତି ନିଷ୍ପତ୍ତି ନିଆଯାଉଛି ମୁଁ ତ କହିପାରିବିନି ଆଜ୍ଞା।
କିନ୍ତୁ ଏଭଳି ଆଇନର ପରିବର୍ତ୍ତନ ହେବାର ଆବଶ୍ୟକତା ଅଛି କି ନାହିଁ ଆପଣମାନେ କୁହନ୍ତୁ। ଆଉ ବେଶୀ କିଛି କହିବିନି ଆଜ୍ଞା, ବେଶୀ କହିଲେ ଦରକାର ପଡ଼ିଲେ ଏ ଆଇନ ବି ମୋତେ ଛାଡ଼ିବନି ଆଜ୍ଞା। ବାକି ବିଚାର ଆପଣଙ୍କର, ଆଉ ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।